सतरे महामंत्री बुद्धिवंत। हाँ महाराज। ए हेउछि आम सुवर्ण नगर। हीरा नीला मोतीमाणिक्य सुसज्जित सुवर्ण नगर देखिबाकू केते मनोहर। हाँ महाराज। महामंत्री बुद्धिवंत जानिछ कहतु राजन। आम राज्य हेउछि धर्म बहुल राज्य। निश्चय राजन। ओडिया जातिर परंपरा अनुजाई 12 मासर 13 जात हेले आज हेउछि एक पवित्र दिवस। हाँ महाराज। यही देख राज्यर अनेक स्थान रे प्रभु श्री जगन्नाथंक श्रीगुंडीचा परे आउ किछि दिन परे बाहुड़ा। निश्चय राजन। चतुर्दिगरु शुभी आसीथिला शंख घंटीर ध्वनि। महकी जाइथिला फूल चंदनर बास्ना। आहा कि आनंदमय। निश्चय राजन। आउ से कलिजुगर महामंत्र 32 अक्षर रे निर्मित अमृत रस। हाँ महाराज। से हेउछि हरे कृष्ण 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 हरे 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 राम 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 हरे हरे। धन्य हे प्रजावासी, धन्य तुमर भक्ति भाव, धन्य तुमर पूजा अर्चना। ताहा देखि आनंद मनरे नाची उठुछि ए सुवर्णगढ़ नरपति राजा आदित्य सेन। धन्य धन्य आम स्वर्णगढ़ शोभे सुंदर। धन्य आम स्वर्णगढ़ दिशे सुंदर। मोहनंद प्रजावासी रही शांति होई खुशी। मोहनंद प्रजावासी रही शांति होई खुशी। जग मोहन प्रिय मंत्री मोहर। धन्य आम स्वर्णगढ़ शोभे सुंदर। महामंत्री बुद्धिवंत जहाँ हम कही जाइए ताहा यथार्थ कही जाइए। महामंत्री प्रजांक दुख रत शुणिले महुद रहिबे नहीं भोखिला सुखे चढ़िबे निश्चिंत। प्रजांक मौडमणि आदित्य नामे पुणी। प्रजांक मौडमणि आदित्य नामे पुणी। देवेंद्र लेखई गिर मंत्री मोहर। धन्य आम स्वर्णगढ़ शोभे सुंदर। धन्य आम स्वर्णगढ़ दिशे सुंदर। सतरे महामंत्री बुद्धिवंत महाराज। केउ जन्म रे केउ पुण्य लाभ करिथिली ए जन्म रे आज ए स्वर्णगढ़ माटी रे जन्म नहीं ए राज सिंहासन राज मुकुटर अधिकारी हेली। हाँ महाराज। किंतु जानिछ कहतु राजन। प्रजा वत्सल नाम रे नाम बोलाउछि। दया क्षमा शांतिर सागर मुझे
କିନ୍ତୁ ତଥାପି କାହିଁକି କେଜାଣି ପ୍ରତିଟି ମୁହୂର୍ତ୍ତରେ ନିଜକୁ ନିଜେ ସନ୍ଦେହ ଜାତ ହେଉଛି ସତରେ କ'ଣ ପ୍ରଜାବାସୀ କୁଶଳରେ ଅଛନ୍ତି ନା ନାହିଁ। ହଁ ମହାରାଜ, ସମସ୍ତ ପ୍ରଜାବାସୀ ଆପଣଙ୍କ ସୁଶାସନରେ କୁଶଳରେ ଅଛନ୍ତି ମହାରାଜ। ମହାମନ୍ତ୍ରୀ ବୁଦ୍ଧିବନ୍ତ, ହଁ ମହାରାଜ। ତେବେ ଅବିଳମ୍ବେ କହିଯାଅ ମହାମନ୍ତ୍ରୀ। ଠିକ ଅଛି ମହାରାଜ, ମନରେ ସନ୍ଦେହ ନ ରଖି ଶୁଣି ନିଅନ୍ତୁ ପ୍ରଜାବାସୀଙ୍କର କୁଶଳ ବାର୍ତ୍ତା। କହିଯାଅ ବୁଦ୍ଧିବନ୍ତ। ହେ ନରପତି ଶୁଣ ଭାରତୀ, ମନୁ ଚିନ୍ତା ନ ରଖିଣ ପ୍ରଭୁ, ମନୁ ଚିନ୍ତା ନ ରଖିଣ। ବୁଦ୍ଧିବନ୍ତ, ହେ ନରପତି ଶୁଣ ଭାରତୀ, ମନୁ ଚିନ୍ତା ନ ରଖିଣ ପ୍ରଭୁ, ମନୁ ଚିନ୍ତା ନ ରଖିଣ। ନାହିଁ ଟିକେ ଦରିଦ୍ର ସୁଖରେ ଅଛନ୍ତି, ନାହିଁ ଟିକେ ଦରିଦ୍ର ସୁଖରେ ଅଛନ୍ତି, ସର୍ବଦା ସୁବୁଦ୍ଧି ବିଜୟ ଜନ। ହେ ନରପତି ଶୁଣ ଭାରତୀ, ମନୁ ଚିନ୍ତା ନ ରଖିଣ ପ୍ରଭୁ, ମନୁ ଚିନ୍ତା ନ ରଖିଣ। ପ୍ରଜାକୁଲେ ହସ ଫୁଟାଇ ଝରି, ନାହାନ୍ତି ରାଜରେ ଦିନ ଭିକାରୀ। ପ୍ରଜାକୁଲେ ହସ ଫୁଟାଇ ଝରି, ନାହାନ୍ତି ରାଜରେ ଦିନ ଭିକାରୀ। ମାତୃବାନ୍ଧବ ପ୍ରଜାଙ୍କ ମୁଖରେ, ରହିଛି ସକଳ ଜଣଙ୍କ ମନରେ। ସୁବର୍ଣ୍ଣଗଡ଼ନାଥ ଆଦିତ୍ୟ ନାମେ ଖ୍ୟାତ, ସୁବର୍ଣ୍ଣଗଡ଼ନାଥ ଆଦିତ୍ୟ ନାମେ ଖ୍ୟାତ। ରଜକମ୍ବୁ ସୁତ ମନେ ଭାବିଲ, ହେ ନରପତି ଶୁଣ ଭାରତୀ, ମନୁ ଚିନ୍ତା ନ ରଖିଣ ପ୍ରଭୁ, ମନୁ ଚିନ୍ତା ନ ରଖିଣ। ସାଧୁ ବୁଦ୍ଧିବନ୍ତ ସାଧୁ, ହଁ ମହାରାଜ। ତବ ବାକ୍ୟ ଶୁଣି ଆଜି ଆନନ୍ଦ ମନରେ ନାଚି ଉଠୁଛି ଏ ସ୍ୱର୍ଣ୍ଣଗଡ଼ ନରପତି ରାଜା ଆଦିତ୍ୟ ସେନ। ହଁ ମହାରାଜ। ହେଲେ ମହାମନ୍ତ୍ରୀ ବୁଦ୍ଧିବନ୍ତ, କୁହନ୍ତୁ ରାଜନ। ତୁମକୁ ଦେଖିଲା ପରେ ମୋତେ ଏମିତି ଲାଗୁଛି ସତେ ଯେମିତି ସେ ତ୍ରେତା ଯୁଗର ରଘୁବଂଶୀୟ ମହାମନ୍ତ୍ରୀ ସୁମନ ଆଉ ସେ ଦ୍ୱାପର ଯୁଗର ଯଦୁବଂଶୀୟ ମହାମନ୍ତ୍ରୀ ଅକ୍ରୂର। କାହିଁକି ନା ତାଙ୍କରି ଠିକ୍ ନୀତି ଆଦର୍ଶର ପରମ୍ପରାକୁ ନେଇ ତୁମେ ଯେଉଁ ଭାବରେ ମନ୍ତ୍ରୀ ପଦର ଦାୟିତ୍ୱ ନେଇଛ, ସେଥିପାଇଁ ତୁମକୁ କେଉଁ ଭାଷାରେ କୃତଜ୍ଞତା ଜଣାଇବି ଭାଷା ଖୋଜି ପାଉନି ମହାମନ୍ତ୍ରୀ, ନା ମହାରାଜ। ଭାଷା ଖୋଜି ପାଉନି। ହେଲେ ଜାଣିଛ ମହାମନ୍ତ୍ରୀ ବୁଦ୍ଧିବନ୍ତ, ହଁ ମହାରାଜ। ଏଇ ଦେଖ ଅନେକ ସମୟ ବିତି ଯାଉଛି, ତେଣେ ମହାରାଣୀ ଜ୍ୟୋତ୍ସ୍ନାମୟୀ ରାଜ ମନ୍ଦିର ସାରଳା ମନ୍ଦିରରେ ଯାଇ ପୂଜା ଅର୍ଚ୍ଚନା କରୁଛନ୍ତି। ହଁ ରାଜନ। ତାଙ୍କ ସହିତ ସାକ୍ଷାତ କରିବାକୁ ମୋ ମନ ଉଚ୍ଛନ୍ନ ହୋଇ ପଡୁଛି। ନିଶ୍ଚୟ ରାଜନ। ତେଣୁ ଅବିଳମ୍ବେ ଆମେ ଚାଲିଯିବା ସେଇ ସାରଳା ମନ୍ଦିରକୁ। ହଁ ମହାରାଜ, ଠିକ ଅଛି, ଶୀଘ୍ର ଚାଲିବା ସେଇ ସାରଳା ମନ୍ଦିରକୁ। ନିଶ୍ଚୟ ମହାମନ୍ତ୍ରୀ, ଏଇ ସାଙ୍ଗେ